हेलो एवरीवन, आई एम दमयंती। वेलकम टू माय यूट्यूब चैनल। एवं मु आलोचना करी यूनिट 4 चर्चापद और सारल साहित्य भाषा। क्वेश्चन नंबर 1 लॉन्ग क्वेश्चन। चर्चा गीतिकार ओडिया भाषार निदर्शन दियो। उत्तर ओडिया भाषा एक सुप्राचीन भाषा होइतिले एही भाषा सप्तम शताब्दी रे काव्य कविता सृष्टि करिवार समर्थ लाभ करिथिला बोली गवेषक माने विवेचना करती। तत्पूर्वर कौनसी काव्य कविता आदौ मिली नहीं। ख्रीष्टपूर्व कालर जो भाषा नाट्यशास्त्र रे शास्त्रीय भाषार मर्यादा लाभ करिथिला सेथिरे निश्चय बहु प्राचीन कालरू काव्य कविता रचना होइथिबार बोले विश्वास। किंतु आमर दुर्भाग्य जे ସେହି କାବ୍ୟ କବିତା ଗୁଡ଼ିକ ଆଦ୍ୟବଧି ଉପଲବ୍ଧି ହୋଇନାହିଁ। ଯେଉଁ ଚର୍ଚ୍ଚା ଗୀତି ସମୂହକୁ ଓଡ଼ିଆ ଭାଷାର ପ୍ରଥମ କବିତା ବୋଲି କୁହାଯାଇଛି ତାହା ମଧ୍ୟ ଓଡ଼ିଶାରୁ ନ ମିଳି ସୁଦୂର ନେପାଳରୁ ମିଳିଅଛି। ଏଥିରୁ ସେହି ସମୟର ଓଡ଼ିଆ ଭାଷାର ବ୍ୟାପକ ଅନୁମେୟ। ଚର୍ଚ୍ଚା ଗୀତିକା ବା ବୌଦ୍ଧଗାନ ଓ ଦୋହା। ଚର୍ଚ୍ଚା ଗୀତିକା ଓ ବୌଦ୍ଧଗାନ ଓ ଦୋହା ବଙ୍ଗୀୟ ଗବେଷକ ମହାପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଯଥାକ୍ରମେ 1897ରୁ 1907ରେ ଆବିଷ୍କାର କରିଥିଲେ। ସେ ଏହାକୁ ହଜାର ବଛର ପୁରୁଣା ବଙ୍ଗଳା ଭାଷାର ବୌଦ୍ଧଗାନ ଓ ଦୋହା ନାମରେ ପ୍ରକାଶ କରିଥିଲେ। ଏହି ପାଠ ପ୍ରକାଶ ପାଇବା ପରେ ବହୁ ଆଲୋଚନାର ଝଡ଼ ଉଠିଲା। ଶାସ୍ତ୍ରୀ ମହୋଦୟ ଏହାର ଲେଖକମାନଙ୍କୁ ବଙ୍ଗଳା ଓ ଅଷ୍ଟମରୁ ଦ୍ୱାଦଶ ଶତକ ମଧ୍ୟରେ ରଚିତ ବୋଲି ମତ ପୋଷଣ କଲେ। ବିନୟ ଘୋଷ ଭଟ୍ଟାଚାର୍ଯ୍ୟ, ପ୍ରଭାତ ଚନ୍ଦ୍ର ବାଗାର୍ଜୀ, ଡକ୍ଟର ସୁକୁମାର ସେନ, ସୁନୀତି କୁମାର ଚାଟାର୍ଜୀ ପ୍ରଭୃତି ଏହାର ସମର୍ଥକ। करे धार्मिक ଭିତ୍ତି। ଚର୍ଚ୍ଚା ଗୀତିକାରେ ଯେଉଁ ବୌଦ୍ଧ ଧର୍ମର ଦର୍ଶନ ପରିବେଶିତ ହୋଇଛି ତାହାର ଉଦ୍ଭବ ଓ ବିକାଶ ଭୂମିକା ହେଉଛି ଉଦୀୟମାନ। ଏହି ଉଦୀୟମାନ ହେଉଛି ଓଡ଼ିଶା। ଘରେ ଐତିହାସିକ ଭିତ୍ତି। ଚର୍ଚ୍ଚା ଗୀତିକାରୁ ଅନେକ କବି ଓଡ଼ିଶାବାସୀ ଓ ଓଡ଼ିଆ ଭାଷା ଓଡ଼ିଆ ସାହିତ୍ୟ ସାଂସ୍କୃତିକ ଧାର୍ମିକ ସାମାଜିକ ପରିବେଶରେ ସେମାନେ ବର୍ଦ୍ଧିତ ହୋଇଥିଲେ। ଗରେ ଭାଷାତାତ୍ତ୍ୱିକ କାରଣ। ଭାଷାତାତ୍ତ୍ୱିକ ଶବ୍ଦ ଭଣ୍ଡାର ଓ ବ୍ୟାକରଣ ଦୃଷ୍ଟିରୁ ଏହା ପ୍ରାଚୀନ ଓଡ଼ିଆ ଭାଷାର ଅତି ନିକଟବର୍ତ୍ତୀ। ବଙ୍ଗଳା, ମୈଥିଳୀ ଏବଂ ଆସାମୀ ସାହିତ୍ୟର ଲେଖକମାନେ ଚର୍ଚ୍ଚା ଗୀତିକାରେ ସେହି ସାହିତ୍ୟର ପ୍ରଚୁର ଶବ୍ଦ ବିଭବ ଦେଖିବାକୁ ପାଇଥାନ୍ତି। ଏଠାରେ ଆସାମୀ ସାହିତ୍ୟର ଗୋଟିଏ ଦାବି ଉପସ୍ଥାପିତ କରାଯାଇପାରେ। ଚର୍ଚ୍ଚାରେ ସାମାଜିକ ଶବ୍ଦର ଏହିପରି ଦେଖିବାକୁ ମିଳେ ଯଥା ଚର୍ଚ୍ଚାରେ ଥିବା ଆସାମୀ ଶବ୍ଦଗୁଡ଼ିକ ହେଉଛି ଡାଳ, ତେନ୍ତୁଳି, ଚରାତି, ବାହୁରି, କରକରି, ଦୁଆରତ, ସୁର, ଶାଶ୍ୱ, ନଈ, ଶଙ୍ଖ, ହରିଣୀ, ଅଧାରାତ୍ରି, ଘରଣୀ, ଦଳଦ, ବାଞ୍ଜ, ତିନି ତିନି, ଶିଆଳ, ଟାଣି ଇତ୍ୟାଦି। क्वेश्चन नंबर 2 ଓଡ଼ିଆ ଭାଷାରେ ଆଦ୍ୟ ସଂକେତ ସାରଳା ମହାଭାରତରେ କିପରି ପ୍ରତିଫଳିତ ତାହା ଉଲ୍ଲେଖ କର। ଏଇଟା ଏକ୍ଜାମରେ ପଡ଼େ। ଓଡ଼ିଆ ଭାଷାରେ ଆଦ୍ୟ ସଂକେତ ସାରଳା ମହାଭାରତରେ କିପରି ପ୍ରତିଫଳିତ। ଉତ୍ତର ସାରଳା ମହାଭାରତ। ଓଡ଼ିଆ ଭାଷା ଗଙ୍ଗ ରାଜତ୍ୱରେ କ୍ରମ ବିକାଶ ପଥରେ ଅଗ୍ରସର ହୋଇଥିବାର ଦେଖିବାକୁ ମିଳେ। କିନ୍ତୁ ସୂର୍ଯ୍ୟବଂଶୀ ରାଜାମାନଙ୍କ କାଳରେ ଏହା ଯଥାର୍ଥ ଅଭିବୃଦ୍ଧି ସାଧିତ ହୋଇଛି। ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଇତିହାସରେ ସୁବର୍ଣ୍ଣ ଯୁଗ। ସାରଳା ଦାସ ଏହି ଯୁଗରେ ଶ୍ରେଷ୍ଠ କାବ୍ୟ ପୁରୁଷ। ଲୌକିକ ଭାଷାର ଅବଲମ୍ବନରେ ମହାଭାରତ, ଚଣ୍ଡୀ ପୁରାଣ, ବିଲଙ୍କା ରାମାୟଣ ରଚନା କରି ସେ ଅମର ଲାଭ
କରିଛନ୍ତି। ଓଡ଼ିଆ ଭାଷାର ସାହିତ୍ୟର ବିକାଶ ପର୍ବରେ ସାରଳା ମହାଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଖାଣ୍ଟି ଓଡ଼ିଆ ଶବ୍ଦ ଓ ପ୍ରାକୃତ ମାଧ୍ୟମ ଅପଭ୍ରଂଶ ଶବ୍ଦର ଏକ ମନୋଜ୍ଞ ବାକ୍ୟ ଶୈଳୀ ବା ଶିଳ୍ପୀ। ଏଥିରେ ପ୍ରାଚୀନ ଓଡ଼ିଆ ଭାଷାର ଏପରି ବିଶାଳ ଶବ୍ଦ ବିଭବ ରହିଛି ଯାହା ପ୍ରାକୃତ ଓ ଅପଭ୍ରଂଶ ଭାଷା ସହିତ ସମ୍ପର୍କ ରହିଛି। କପିଳେନ୍ଦ୍ର ଦେବ କପିଳେନ୍ଦ୍ର ଦେବଙ୍କ ସମସାମୟିକ ସାରଳା ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ ମହାଭାରତର ଓଡ଼ିଆ ଭାଷାର ଯଥାର୍ଥ ନିଦର୍ଶନ ବହନ କରିଛନ୍ତି। ଲୋକମୁଖର ଭାଷାକୁ ଏକ ସଂସ୍କୃତି ସମ୍ପନ୍ନ ଓ ରୁଚିଦୀପ୍ତ ସାହିତ୍ୟିକ ରୂପ ଦେବାର ସାରଳା ଦାସଙ୍କ ନିଷ୍ଠା ଓ ସାମର୍ଥ୍ୟ ସର୍ବବିଦିତ। ଚର୍ଯାପଦ ଶିଶୁବେଦ ବ୍ୟତୀତ ଅନ୍ୟ କୌଣସି ସାହିତ୍ୟିକ ରଚନା ସାରଳାଙ୍କ ପୂର୍ବବର୍ତ୍ତୀ କାଳରେ ରଚିତ ହୋଇ ନଥିବାର ଅନୁମେୟ। କେହି କେହି ଆଲୋଚକ ମାର୍କଣ୍ଡେୟ ଦାସଙ୍କ କେଶବ କୈଲି ଓ ବତ୍ସା ଦାସଙ୍କ କଳସ ଚଉତିଶାକୁ ଓଡ଼ିଆ ମହାଭାରତରେ ଅଗ୍ରଜ ଭାବେ ଗ୍ରହଣ କରିଥିଲେ ହେଁ ଡକ୍ଟର ନଟବର ସାମନ୍ତରାୟଙ୍କ ଆଲୋଚନା ପରେ ଏଗୁଡ଼ିକ ଅର୍ବାଚୀନତା ପ୍ରମାଣ। ସଂସ୍କୃତର କ୍ରିୟାରୂପ ସଂସ୍କୃତର କ୍ରିୟାରୂପ ଭିନ୍ନ ଭିନ୍ନ ରୂପେ ସାରଳା ବ୍ୟବହାର କରିଛନ୍ତି। ସଂସ୍କୃତ ବଦସି ଗଚ୍ଛସି ପ୍ରଭାବରେ ସାରଳା ଦାସ ଦେଖସି କହିସି ଯାଇସି ଯାସି ପ୍ରୟୋଗ କରିଛନ୍ତି। ଆନ୍ତି ଗାବନ୍ତି ଲମ୍ଫନ୍ତି ଦୟନ୍ତି ପ୍ରଭୃତି କୃଦନ୍ତ ଶବ୍ଦ ବ୍ୟବହାର କରିଛନ୍ତି। ମହାଭାରତରେ ତଦ୍ଭବ ବା ଅପଭ୍ରଂଶ ବ୍ୟବହାର ପ୍ରାଚୁର୍ଯ୍ୟ ଦେଖାଯାଏ। ଯୁଧିଷ୍ଠିର ଶବ୍ଦ ଅନେକତ୍ରରେ ଯୁଧିଷ୍ଠିର ଭାବରେ ପ୍ରୟୋଗ ହୋଇଛି। ସାରଳାଙ୍କ ମହାଭାରତରେ ବ୍ୟବହୃତ ବିଭକ୍ତି ପ୍ରତ୍ୟୟ। ପ୍ରଥମା ବିଭକ୍ତି ଠ ଏ ଏକ ବଚନରେ ଠ ଏ ଦୁଇ ବଚନରେ ଇଏ। ଦ୍ୱିତୀୟା ବିଭକ୍ତି ଠ ଇ ପୁତ୍ର କଇ ଦ୍ୱିତୀୟ ବିଭକ୍ତିରେ କୋଙ୍କୁ ଲୋକଙ୍କୁ। ତୃତୀୟ ବିଭକ୍ତିରେ ଏ ସିନ୍ଦୁରେ କରେ ଏଣ କରେଣ ଏ କାମେ। ଚତୁର୍ଥ ବିଭକ୍ତିରେ ଙ୍କୁ ଦହିତାଙ୍କୁ ଭୀଷ୍ମଙ୍କୁ କୁଇଁ ବିଭୀଷଣ କୁଇଁ ଗାନ୍ଧାରୀ କୁଇଁ। ପଞ୍ଚମୀ ବିଭକ୍ତିରେ ଉ ଅସୁର କୂଳକୁ ଭ ଶଶଧର ହୁଁ ଆଗ ହୁଁ ରୁ ମହାମନ୍ତ୍ରରୁ। ଷଷ୍ଠୀ ବିଭକ୍ତି ର ସଦାନନ୍ଦର ରି ତୋହରି ଗ ୟାଙ୍କ ଋଷିଙ୍କ। ସପ୍ତମୀ ବିଭକ୍ତି ଇ ଧେଇ ଇ ସୌରାଷ୍ଟ୍ରଇ ଏଣ ଆକାଶେଣ। ସମ୍ବୋଧନ ରେ ଲ ହ ଏକ ବଚନ ପ୍ରତ୍ୟୟ। ଏ ପୁରୁଷେ ଖଣ୍ଡେ ଗୋଟାଏ ଦହିତାଏ ଇଏ ଗୋଟାଏ କି ଦିନକୁ ଏକ ବାଟେକ। ବହୁବଚନ ସୂଚକ ପ୍ରତ୍ୟୟ। ମନ ଏମାନେ ମାନେ ଏମାନେ ଯାକ ସଂସାର ଯାକ ଗୁଡ଼ିଏ ପ୍ରଫୁଲ୍ଲ ଗୁଡ଼ିଏ ଗୁଡ଼ାଏ ବିଭୂତି ଗୁଡ଼ାଏ ଗଣ ରାଜା ଗଣ ଗଣେ ଚାର ଗଣେ। ସ୍ତ୍ରୀ ପ୍ରତ୍ୟୟ ଇ ଦିଶିତି ଆଣି ଅଢ଼ଣି ଠାକୁରାଣୀ ଆ ଅତଶ୍ରିୟା।
ବିଭିନ୍ନ ସର୍ବନାମ ଗୁଡ଼ିକ ହେଉଛି ପ୍ରଥମ ପୁରୁଷରେ ମୁଁ, ମୁଇଁ, ମୋ, ମୋହର, ମୋହ, ଆମ୍ଭ, ଆମ୍ଭର ଇତ୍ୟାଦି। ଦ୍ୱିତୀୟ ପୁରୁଷରେ ତୁ, ତୁହି, ତୋ, ତୋହେ, ତୁମ୍ଭ, ତୁମ୍ଭେ, ତୁମ୍ଭେମାନେ। ତୃତୀୟ ପୁରୁଷରେ ସେ, ସେହି, ସେହୁ, ସେମାନେ ଇତ୍ୟାଦି। ଧାତୁରେ ସାରଳା ମହାଭାରତରେ ବ୍ୟବହୃତ କ୍ରିୟାମୂଳ ବା ଧାତୁ ଗୁଡ଼ିକ ଉତ୍ପତ୍ତି ଉତ୍ସ ଦୃଷ୍ଟିରୁ ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ଭାବରେ ବିଭକ୍ତ କରାଯାଏ। ତତ୍ସମ ଧାତୁ ଅର୍ଜ, କମ୍ଫ, ଖେଳ, ଗଞ୍ଜ, ଗମ, ଗଳ, ଘଚ, ଚଷ, ଜିସ। ଅର୍ଧ ତତ୍ସମ ଧାତୁ ଅରଝ, ତସ, ଧ୍ୱଂସ, ବରଗ। ତଦ୍ଭବ ଧାତୁ ଅଥ, କହ, ଖା, ଗଢ଼, ଚାଷ, ଜି, ଲିପ୍, ଶିଖ ଇତ୍ୟାଦି। ସମସ୍ତ ପଦ ବା ବ୍ୟାସକାବ୍ୟ ଓ ଆଙ୍ଗିକର ଶବ୍ଦାବଳୀ। ସମସ୍ତ ପଦ ବା ବ୍ୟାସକାବ୍ୟ ଓ ଆଙ୍ଗିକର ଶବ୍ଦାବଳୀ। ଦେବଙ୍କୁ ଦୁର୍ଲଭ ଯେ କ୍ଷତ୍ରିୟ କୁଳଷଣ୍ଢା। ଜଗଜ୍ଜନ ମୋହିନୀ। ସାରଳା ଦାସଙ୍କ ମହାଭାରତରେ ଭାଷା ପ୍ରାଚୀନ ଓଡ଼ିଆ ଭାଷାର ଯଥାର୍ଥ ନିଦର୍ଶନ। ଏହାର ଆରଣ୍ୟକ ସୁଷମା ଯେପରି ପାଠକକୁ ମୁଗ୍ଧ କରେ, ତାହା ବିରାଟ ଶବ୍ଦ ଭଣ୍ଡାର ସମକାଳୀନ ଓ ପରବର୍ତ୍ତୀ କାଳରେ କବିଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରିଛି। କ୍ୱେଶ୍ଚନ୍ ନମ୍ବର 3 ଚର୍ଯାପଦର ସରୋହପାଦ ଓ କାହ୍ନୁପାଦଙ୍କ ଦୋହାରେ ଥିବା ଓଡ଼ିଆ ଭାଷାର ସ୍ୱରୂପ ନିର୍ଣ୍ଣୟ କର। ଉତ୍ତର ବୌଦ୍ଧ ଧର୍ମର ପ୍ରାଧାନ୍ୟ। ସପ୍ତମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ରହିଥିଲା। ସେହି ସମୟରେ 84 ଜଣ ସିଦ୍ଧ ସାଧକ ଧର୍ମୀୟ ଆଚରଣ ଉପରେ ଗୀତିକା ରଚନା କରିଥିଲେ। ଚର୍ଯାର ଅର୍ଥ ହେଉଛି ଧର୍ମ ସମ୍ବନ୍ଧୀୟ କର୍ତ୍ତବ୍ୟ। ସିଦ୍ଧାଚାର୍ଯ୍ୟ ବୃନ୍ଦ ବୌଦ୍ଧ ଧର୍ମ ସମ୍ବନ୍ଧୀୟ କର୍ତ୍ତବ୍ୟମାନ କବିତା ଆକାରରେ ରଚନା ପୂର୍ବକ ଗ୍ରାମେ ଗ୍ରାମେ ବୁଲି ପ୍ରଚାର କରୁଥିଲେ। ଏହି କବିତା ଗୁଡ଼ିକର ଭାଷା ସନ୍ଧ୍ୟା ଭାଷା ଥିଲା, ଅର୍ଥାତ୍ ଏଗୁଡ଼ିକ ଲୌକିକ ଓ ପରମାର୍ଥ ଦୁଇଟି ଅର୍ଥ ଥିଲା ପ୍ରଚାର କରିଥିଲେ। ତେଣୁ ଏହି କବିତା ଗୁଡ଼ିକ ରଚନା ପୂର୍ବକ ବୌଦ୍ଧ ଧର୍ମ ବାଣୀ ଓ ଦର୍ଶନ ଓଡ଼ିଆ ଠାରୁ ଆରମ୍ଭ କରି ନେପାଳ ଓ ତିବ୍ଦତ ପର୍ଯ୍ୟନ୍ତ ପ୍ରଚାର କରିଥିଲେ। ଏହି ସିଦ୍ଧାଚାର୍ଯ୍ୟଙ୍କ ସମ୍ପର୍କରେ ନେପାଳ, ତିବ୍ଦତ ଓ ଭୁଟାନରେ ବହୁ କିମ୍ବଦନ୍ତୀ ରହିଛି। ଐତିହାସିକ ତାରାନାଥ ପ୍ରଭୃତି ସେମାନଙ୍କ ପରିଚୟ ଲିପିବଦ୍ଧ କରିଛନ୍ତି। ଡକ୍ଟର କରୁଣାକର ସିଦ୍ଧାଚାର୍ଯ୍ୟଙ୍କ ମତରେ 23 ଜଣ ଓଡ଼ିଆ ସିଦ୍ଧାଚାର୍ଯ୍ୟଙ୍କ ରଚନା ଆଚାର୍ଯ୍ୟାଚାର୍ଯ୍ୟରେ ସଂକେତ ମିଳିଥାଏ। ସରୋହପାଦଙ୍କ ଦୋହା। ମିଛେ ଅନ୍ହେ ଜାଣହୁଁ ବନ୍ଦାହେ କଇସଣ ଜଇସ କଇସ ଜୀବନ୍ତେ ଯେ ହନ୍ତି ଛାଡ଼ିଲେ ମୁଁ ଲେ ତ ଖାଣ୍ଟି ବଳୁଆ ଇତ୍ୟାଦି। ଅସମାପିକା ପଦ ସବୁ ଇ କାରାନ୍ତ ହୋଇ ଓଡ଼ିଆ ଭାଷାରେ ପରେ, ଛାଡ଼ି, କରି ଇତ୍ୟାଦି। ଗରେ ଇବ ପ୍ରତ୍ୟୟ ଦ୍ୱାରା ଭବିଷ୍ୟତ କାଳ ନିର୍ଦ୍ଦିଷ୍ଟ ହୋଇ ଖାଇବ। ଘରେ ଓଡ଼ିଆ ସର୍ବନାମ ପ୍ରୟୋଗ ଦେଖିବାକୁ ମିଳିଥାଏ। ତେଣୁ ଡକ୍ଟର କରୁଣାକର କହିଛନ୍ତି ସରୋହଙ୍କ କବିତାରେ ଓଡ଼ିଆ ଭାଷାର ଏହିସବୁ ବୈଶିଷ୍ଟ୍ୟ ଥିବାରୁ ସରୋହପାଦ ଖାଣ୍ଟି ଓଡ଼ିଆ ଥିଲେ ଏବଂ ତାଙ୍କର କବିତା ଓଡ଼ିଆ ଭାଷାରେ ଲିଖିତ। 1. ଓଡ଼ିଆ ଭାଷାର ଅନ୍ତିମ ଅକ୍ଷରରେ ଶକ୍ତିପାତ ହୋଇଥିବାରୁ ଅନେକ ସ୍ଥଳରେ ଶେଷ ସ୍ୱର ଦୀର୍ଘ ହୁଏ। 2.
ଓଡ଼ିଆ ଅସମାପିକା କ୍ରିୟା ଇ ଓ ଇଣ ପ୍ରତ୍ୟୟ ହୁଏ, ଯଥା ଖାଇଣ, ଘେଟିଣ ଇତ୍ୟାଦି। 3 ସମ୍ବୋଧ ପଦରେ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ର ପ୍ରତ୍ୟୟ ଶବରୀଙ୍କ କବିତାରେ ବାଉଡ଼ିର। ତାପରେ କାହ୍ନୁପାଙ୍କ କବିତାରେ ଓଡ଼ିଆ ଭାଷାର ସ୍ୱରୂପ। 1 ଓଡ଼ିଆ ଭାଷାକୁ ପ୍ରୟୋଗ କାହ୍ନୁପାଦଙ୍କ କବିତାରେ ଦେଖିବାକୁ ମିଳେ। 2 ଓଡ଼ିଆ ସର୍ବନାମ କାହ୍ନୁପାଦଙ୍କ କବିତାରେ ଦେଖିବାକୁ ମିଳେ, ଯଥା କଇଁ, ଯେ, ମୋ, ତୋହରି। ତାପରେ ଓଡ଼ିଆ ଭାଷାର ସପ୍ତମୀ ବିଭକ୍ତି ବ୍ୟବହାର ଅଛନ୍ତି। 5 କରିବ, ଲେମି, ଫଟର, ମାରିବ, ଦେହୁଁ, ସୋ, ତେଲି ଇତ୍ୟାଦି। 6 ଉଆସ, ବାହାରି, କୁଡ଼ିଆ, ସାଙ୍ଗ, ବାପୁଡ଼ା, ହସେ ଇତ୍ୟାଦି। ତାପରେ ସଂଖ୍ୟାବାଚକ ଶବ୍ଦ। ଚର୍ଚ୍ଚା ଗୀତିକାରେ ବ୍ୟବହୃତ ସଂଖ୍ୟାବାଚକ ଶବ୍ଦ ହେଲା ଏକ, ଏକୁ, ଏକେ, ଦୁଇ, ଦୁ, ତ, ବେନି, ତିନି, ଚୋ, 4, 5, 6, 8, 9, 10, ଦଶମୀ, ଚଉଦଶୀ ପ୍ରଭୃତି। ତାପରେ ସର୍ବନାମ। ପ୍ରଥମ ପୁରୁଷ। ପ୍ରଥମ ପୁରୁଷରେ ଆମ, ହେ, ହାଉଁ, ମୋଏ, ମେ, ମୋର, ମୋହର ଇତ୍ୟାଦି। ଦ୍ୱିତୀୟ ପୁରୁଷରେ ତୁ, ହେ, ତୁଇ, ତୁ, ତୋ, ତୋରେ, ତୋହରେ। ତୃତୀୟ ପୁରୁଷରେ ସେ, ତୋହର। ସମ୍ବୋଧବାଚକରେ ଯେ, ଯାହାର, ସେ, ଯେସେ। ପ୍ରଶ୍ନସୂଚକରେ କୋ, କା, ହେଲେ। କ୍ରିୟା ବିଶ୍ଳେଷଣାତ୍ମକରେ ତହି, ଏଥୁ, ଯଥା, ତଥା, ପଇସା ଇତ୍ୟାଦି। କ୍ରିୟା ଗଠନ ବିଧି। ଚର୍ଚ୍ଚା ଗୀତିକାରେ କ୍ରିୟା ବିଭିନ୍ନ କାଳରେ ବ୍ୟବହାର ପ୍ରତ୍ୟୟ ପ୍ରାଚୀନ ଓଡ଼ିଆ କ୍ରିୟାରେ ମଧ୍ୟ ବ୍ୟବହୃତ ହୋଇଥିଲା, ଯଥା ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ କାଳରେ ଆଇ, ନ୍ତି, ଆନ୍ତି, ବର୍ତ୍ତମାନ କାଳରେ ଓ, ଇ, ଆସି, ସି, ଏ ଇତ୍ୟାଦି। ବାକ୍ୟ ଗଠନ ଶୈଳୀର ସାଦୃଶ୍ୟ। କା ତରୁବର ପଞ୍ଚ ବିଡ଼ାଳ, ଚଞ୍ଚଳ ଚାଏ ପଇଠ କାଳ। ଅଧ୍ୟାପକ ପଠାଣି ସାମନ୍ତ। ଅଧ୍ୟାପକ ପଠାଣି ପଟ୍ଟନାୟକ ଚର୍ଚ୍ଚା ଗୀତିକା ସମ୍ବନ୍ଧରେ କହିଛନ୍ତି, ଚର୍ଚ୍ଚା ଗୀତିକା ଭାଷା ସମ୍ପର୍କରେ ଅଧ୍ୟାପକ ପଠାଣି ପଟ୍ଟନାୟକ କହିଛନ୍ତି, ଭାଷା ଦୃଷ୍ଟିରୁ ଚର୍ଚ୍ଚା ଗୀତିକା ଗୁଡ଼ିକରେ ବହୁ ଓଡ଼ିଆ ଶବ୍ଦର ପରିଚୟ ମିଳିଥିଲେ ହେଁ ତାହାକୁ କେବଳ ଓଡ଼ିଆ ଭାଷାର ଆଦିରୂପ କହିବା ଠିକ୍ ହେବ ନାହିଁ। ଚର୍ଚ୍ଚା ଗୀତିକା ବହୁ ଓଡ଼ିଆ ଶବ୍ଦର ପରିଚୟ ମିଳିଥାଏ। ଚର୍ଚ୍ଚା ଗୀତିକା ଏପରି ଏକ ଭାଷାରେ ଲେଖା ହୋଇଛି ଯାହାକୁ ପୂର୍ବ ଖଣ୍ଡର ଅପଭ୍ରଂଶ ଭାଷା କହିଲେ ଚଳିବ। ଏହି ଭାଷାକୁ ପରବର୍ତ୍ତୀ କାଳରେ ଆସାମୀ, ବଙ୍ଗଳା, ମୈଥିଳି, ହିନ୍ଦୀ ପ୍ରଭୃତି ଭାଷାରେ ଉଦ୍ଭବ ହୋଇଥିଲା। ତେଣୁ ଚର୍ଚ୍ଚା ଗୀତିକା ସମ୍ପର୍କରେ କୌଣସି ଆଞ୍ଚଳିକ ଭାଷାର ସମୁଚୀନ ନୁହେଁ। ଏତିକିରେ ଆଜିର ଆଲୋଚନା ସମାପ୍ତ।